ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ପୁନର୍ବାର ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଶିଖିବା ପାଇଁ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରୁଛନ୍ତି। ଆମମାନେ ଯେ ଏତେ ଜ୍ଞାନୀ ଓ ବୁଦ୍ଧିମାନ ଏଥି ନିମନ୍ତେ ପ୍ରତିଦିନ ଆପଣମାନଙ୍କ ନିକଟକୁ ବାକ୍ୟ ଧରି ଆସୁଛୁ ତାହା ନୁହେଁ, ପରମେଶ୍ୱରଙ୍କର ଅନୁଗ୍ରହ ଆପଣମାନଙ୍କ ପ୍ରାର୍ଥନା ଆମମାନଙ୍କୁ ସକ୍ଷମ କରୁଛି ଯେ ପରମେଶ୍ୱରଙ୍କର ବାକ୍ୟ ଆପଣମାନଙ୍କ ନିକଟକୁ ଆଣିବା ପାଇଁ। ପ୍ରିୟମାନେ, ଆଜି ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବିଶ୍ୱାସୀମାନଙ୍କର ଅନେକ ପ୍ରକାର ନିଦ୍ରା। ସେହି ବିଷୟରେ ଅଳ୍ପ ସମୟ ମୁଁ କହିବା ପାଇଁ ଚାହେଁ। ବିଶ୍ୱାସୀମାନଙ୍କର ଅନେକ ପ୍ରକାର ନିଦ୍ରା। ଆଦି ପୁସ୍ତକ 2 ଅଧ୍ୟାୟର ଆମମାନେ 21 ପଦ ପଢ଼ିବା। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମକୁ ଘୋର ନିଦ୍ରାଗ୍ରସ୍ତ କରେଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜର ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯେଉଁ ପଞ୍ଜର ଖଣ୍ଡିକ ନେଲେ, ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ। ପ୍ରିୟମାନେ, ଏହି ସ୍ଥାନରେ ଦେଖୁଛୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କଲେ। ନିଦ୍ରା ଯେଉଁ ସମୟରେ ଆମେ ଯାଉ, ସେହି ସମୟରେ ଆମେ ନିଜ ନିମନ୍ତେ କିଛି ଆମେ କରିପାରୁନାହୁଁ। ଆଉ ଆମେ କ'ଣ ଘଟୁଛି ତାହା ଆମେ ଜାଣୁନାହୁଁ। ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରା ଦେଲେ, କାରଣ ଆଦମ ସେ ଏକଲା ଥିଲେ। ତାଙ୍କ ନିମନ୍ତେ ଜୀବନସାଥୀ ସେ ଖୋଜୁଥିଲେ। ସମସ୍ତଙ୍କର ଜୀବନସାଥୀ ଥିଲେ, ହାତୀ, ଘୋଡ଼ା ଏସବୁ ଗୁଡ଼ିକର ନାମକରଣ ସେ କରିଛନ୍ତି। ମାତ୍ର ସେ ଆପଣା ନିମନ୍ତେ ଅନୁରୂପ ସହକାରିଣୀ ସେ ବାଛିଲେ ନାହିଁ। ସେ ଗୋଟେ ହାତୀକୁ ବାଛିଲେ ନାହିଁ, ଗୋଟେ ଘୋଡ଼ାକୁ ବାଛିଲେ ନାହିଁ, ଗଧକୁ ବାଛିଲେ ନାହିଁ। ସେ ପରମେଶ୍ୱରଙ୍କ ଉପରେ ନିର୍ଭର କଲେ। ପ୍ରିୟମାନେ, ଏଇଟା ହେଉଛି ପରମେଶ୍ୱରଙ୍କ ଉପରେ ନିର୍ଭର କରିବାର ନିଦ୍ରା, ପ୍ରଭୁଙ୍କ ଠାରେ ବିଶ୍ୱାସ କରିବାର ନିଦ୍ରା, ପ୍ରଭୁଙ୍କ ଠାରେ ଭରସା କରିବାର ନିଦ୍ରା। ଏହି ନିଦ୍ରା ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କ ଜୀବନରେ ରହିବାର ଆବଶ୍ୟକ ରହିଛି। ଯେଉଁମାନେ ବର୍ତ୍ତମାନ ଯୁବା ଯୁବତୀ ଅବସ୍ଥାରେ ଅଛନ୍ତି, ଆପଣ ନିଜ ନିମନ୍ତେ ଖୋଜି ବୋଲନ୍ତୁ ନାହିଁ। ଆଦମ ଯେ ପ୍ରକାର ପରମେଶ୍ୱରଙ୍କ ଉପରେ ନିର୍ଭର କରିଲେ, ଆଉ ପରମେଶ୍ୱର ଆଦମକୁ ଗୋଟେ ଅନୁରୂପ ସହକାରିଣୀ ଦେଲେ। ଆଉ ଆଦମ ସେହି ସହକାରିଣୀ ଦ୍ୱାରା ବହୁତ ଖୁସି ଓ ଆନନ୍ଦରେ ଜୀବନଯାପନ କଲେ। ଆଜି ପରମେଶ୍ୱର ଆମମାନଙ୍କୁ ଏହି ପ୍ରକାର ନିଦ୍ରା ସେ ଦେବା ପାଇଁ ଚାହାନ୍ତି। ଅନ୍ୟମାନେ ଛଟପଟ ହେଉଥିବେ, କ'ଣ ଖାଇବୁ, କ'ଣ ପିଇବୁ, କି ପ୍ରକାର ବଞ୍ଚିବୁ, କ'ଣ କରିବୁ। ମାତ୍ର ଆମକୁ ପରମେଶ୍ୱର ଏହି ପ୍ରକାର ସେ ନିଦ୍ରା ଦିଅନ୍ତି। ଆମେ ତାଙ୍କ ଉପରେ ଆଉଜି ପଡ଼ିବା, ଭରସା ରଖିବା। ଯେଉଁ ସମୟରେ ପିତରଙ୍କୁ କାରାଗାରରେ ରଖାଯାଇଛି, ଆଉ କାଲି ସକାଳେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ, ସେହି ସମୟରେ ଲେଖାଯାଏ ପିତର କାରାଗାରରେ ସେ ଶୋଇପଡ଼ିଛନ୍ତି। ପରମେଶ୍ୱର ତାଙ୍କୁ ସେହି ପ୍ରକାର ଘୋର ନିଦ୍ରା ସେ ଦେଲେ। ଏଇଟା ହେଉଛି ଭରସାର ନିଦ୍ରା। ପରମେଶ୍ୱର ଅଛନ୍ତି, ପରମେଶ୍ୱର ମୋତେ ସମ୍ଭାଳିବେ। ମୋ ଜୀବନରେ ଯାହା କିଛି ହେବ ସେ ସବୁ ବିଷୟ ପରମେଶ୍ୱର ଆପଣା ନିୟନ୍ତ୍ରଣ ରଖିଛନ୍ତି। ଏଇଟା ହେଉଛି ପ୍ରିୟମାନେ ଗୋଟେ ପ୍ରକୃତ ବିଶ୍ୱାସୀର ଚିହ୍ନ, ଗୋଟେ ପ୍ରକୃତ ବିଶ୍ୱାସୀର ଭରସା। ଆଉ ପରମେଶ୍ୱରଙ୍କର ଲୋକମାନେ ଏହି ପ୍ରକାର ଭାବରେ ପ୍ରଭୁଙ୍କ ଉପରେ ଭରସା ରଖନ୍ତି। ଆଜି ମଧ୍ୟ ଯେକୌଣସି ପରିସ୍ଥିତିରେ ଅଛନ୍ତି, ପ୍ରଭୁଙ୍କ ଉପରେ ଆପଣ ଭରସା ରଖିପାରିବେ। ଆଉ ଗୋଟିଏ ନିଦ୍ରା ଆମେ ଦେଖିବା, ଯାହାକି ଗୀତ ସଂହିତା 127 ଗୀତର 2 ପଦରେ, ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା, କାରଣ ସେହି ପ୍ରକାରେ ସେ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି। ଏଇଟା ହେଉଛି ପ୍ରିୟତମଙ୍କର ନିଦ୍ରା। ପ୍ରିୟମାନେ, ଯେଉଁମାନେ ପରମେଶ୍ୱରଙ୍କର ପ୍ରିୟତମ, ସେମାନେ ଶୋଇବା ପୂର୍ବରୁ ନିଦ ବଟିକା ଦରକାର ନାହିଁ, ମୋବାଇଲ ଦେଖିବା ଦରକାର ନାହିଁ, ରାତିରେ ପେଚାମାନଙ୍କ ପରି ସେମାନେ ଜାଗି ରହିବା ଦରକାର ନାହିଁ। ପରମେଶ୍ୱର ସେମାନଙ୍କୁ ଉପଯୁକ୍ତ ସମୟରେ ସେ ନିଦ୍ରା ସେ ଦିଅନ୍ତି। ସେମାନଙ୍କ ପାଇଁ ଭଲ ଖଟ ନଥାଉ, ଭଲ ବିଛଣା ନଥାଉ, ଭଲ ପରିସ୍ଥିତି ନଥାଉ, ମାତ୍ର ପରମେଶ୍ୱର ସବୁ ସ୍ଥାନରେ, ଯେଉଁ ସ୍ଥାନରେ ସେମାନଙ୍କୁ ନିଦ୍ରାର ଆବଶ୍ୟକ ରହିଛି, ପ୍ରତ୍ୟେକ ମନୁଷ୍ୟକୁ ଏହି ନିଦ୍ରାର ଆବଶ୍ୟକ। ଅନେକ ପାଖରେ ଖଟ ଅଛି, ଏସି ଅଛି, ଭଲ ପଲଙ୍କ ଅଛି, ଭଲ ଘୋଡ଼େଇ ହେବା ପାଇଁ ଅଛି, ମାତ୍ର ସେମାନଙ୍କ ପାଖରେ ନିଦ ନାହିଁ। ସେମାନଙ୍କ ପାଖରେ ମାତ୍ର ପରମେଶ୍ୱର ଆପଣା ପ୍ରିୟତମମାନଙ୍କୁ ସେ ନିଦ ଦିଅନ୍ତି, ନିଦ୍ରା ଦିଅନ୍ତି। ପ୍ରିୟମାନେ, ତାଙ୍କୁ କୌଣସି ପ୍ରକାର ଭାବରେ ନିଦ ଖାଇବା ପାଇଁ ଔଷଧ ଦରକାର ନାହିଁ, କୌଣସି ମ୍ୟୁଜିକ୍ ଶୁଣି ଶୋଇବା ଦରକାର ନାହିଁ, କିଏ ତାଙ୍କୁ ଶୋଇ ଦେବା ଦରକାର ନାହିଁ। ପରମେଶ୍ୱର ଆପଣା ପ୍ରିୟତମମାନଙ୍କୁ ସେହି ପ୍ରକାର ସୁଖ ନିଦ୍ରା ସେ ପ୍ରଦାନ କରନ୍ତି। ଏଇଟା ହେଉଛି ବିଶ୍ୱାସୀମାନଙ୍କର
गोटे निद आ गोटे निद को आम देखा जहाँकि आम मैंने हितोपदेश 6 अध्याय आम पाइपर 6 अध्यायर 9 पदरे हे अलसुआ तुम्हें केते काल शोई रहिबो तुम्हें केते काल निद्रा भांगी उठिबो तुम्हें केते बेले निद्रा भांगी उठिबो टिकिए शोइले आउ टिकिए ढुलेइले आउ टिकिए निद्रा जीवा पाई हाथ भिड़ी मोड़ी हेले तुम्हर दरिद्र अवस्था खंट परी पुणी तुम्हर दीनता ससज्ज लोक परी उपस्थित हेब। प्रिय प्रभुंक लोक माने एटा होची अलसुआर निद एई निदर ना हैला दरिद्र करिवार निद। एई प्रकार निद गोटे विश्वासी को दरिद्र करे आउ गोटे विश्वासी केबे हेले मध्य अलसुआ परी जीवन यापन करिवार उचित नुहे। जोठी देखले सोइबे जोठी देखले से माने ठकिबे एई प्रकार न होई आमान को परिश्रम करिवार अछि। सेतबे कहले हे अलसुआ तुमे पिंपुड़ी पाखकु जाओ आउ ता ठारू तुमे शिख। प्रिय प्रभु को लोक माने परमेश्वर आमको दरिद्रतार जीवन यापन करबा पाए डाकी ना परिश्रम हेबाकू से डाकी चंती। सेतबे मु कहिबा पाए चाहे प्रत्येक विश्वासी भाई भूणी माननकू उठंतु हाथ भोड़ी मेड़ी हुअंतु नहीं। उपयुक्त समय बिछଣା परित्याग करी आपण निजर काम निज परिश्रम आपण लागंतु। केते काल को बाइबल कहे तुमे केते काल शोईकिना तुमे रहिबो। एई प्रकार निद भलो नहीं आमको दरिद्र करिबो। एथिपाई एई प्रकार निद ठारू आमको सावधान हेबार आवश्यक रहिछि। आउ गोटे निद आम माने देखिबा आमे जुनस पुस्तक 1 अध्याय यार 6 पद तहिरे जहाजर अध्यक्ष ताहांक निकट को आसी कहिला हे निद्रालु कौन करुछ उठ तुम परमेश्वर निकट प्रार्थना कर के जाने परमेश्वर आंभ मान विषय मनोयोग करेंगे और आंभे माने विनष्ट नहिबा। प्रिय माने एटा एई प्रकार निद परमेश्वर ठारू दूर को जीवार निद। जुनस एई प्रकार गोटे जहाज रे जाई बसिचंती जेउ जहाज तांकु परमेश्वर ठारू दूर को नउछि तांकर दर्शन ठारू दूर को नउछि। गोटे विजाति लोक तांकु उठाउचंती केते लज्जार विषय। परमेश्वरंकर गोटे अभिषिक्त भविष्यत वक्ता तांकु प्रार्थना करिबा निमंते गोटे विजाति लोक आसी तांकु उठाउचंती। आसी मध्ये आपण कहिबा पाई चाहे आपण जेउ जहाज माने मंडली जो सहभागितारे आपण अछंती सही सहभागिता आपणको प्रभुंक ठारू दूर को नउछि ना प्रभुंकर निकटवर्ती करूछि। आपण केते दिन से स्थान रे जाई आपण सोई किना थिबे प्रभुंक ठारू दूर को जीवा गोटिए जहाज रे गोटिए मंडली रे आमको रहिबा उचित नुहे। आमको उठिबार अछि प्रार्थना करिबार अछि प्रभुंकु डाकिबाकू आमको सिखिबाकू पड़िबो। प्रिय माने एही प्रकार निद आमको परमेश्वर ठारू बहुत दूर को नहीं जा आउ आमे सही प्रकार निद्रारू आमको जागी उठिबाकू पड़िबो। आमाने पढ़िबा एफिसियो पुस्तक 5 अध्याय एफिसियो पुस्तक 5 अध्यायर 14 पद लिखा गला एणु उक्त अछि हे निद्रित जाग मृत मानक मध्य उठ पुणी ख्रीष्ट तुमको आलोक प्रदान करिवे। प्रिय माने एटा होछि से सहभागितार निद। मृत जागतिक लोक जो माने प्रकृत रे आत्मिक ख्रिस्टियान नहांती सेमानक मध्यरे जाई अनेक विश्वासी माने सोई पड़िछंती विश्राम करूछंती। परमेश्वर सेमानक कहउछंती उठ मृत ख्रिस्टियान मानक ठारू मृत मंडली ठारू मृत सहभागिता ठारू तुमे उठी तुमे बाहरी आस ख्रीष्ट तुमको आलोक प्रदान करिवे। तुमे प्रज्वलित हेबो तुमे से मृत मंडली रे तुमे रुह नाही सेही स्थान रे तुमर आलोक लिभि जाउची कारण तुमे निर्बुद्धि कन्या मानक परि सेही स्थान रे तुमे सोई पड़िछ। प्रभु आज आमान को उठाउचंती। अनेक स्थान रे प्रभु सुइले आदम को सुइले से अपना प्रियतम को सुख निद्रा दौचंती मात्र अलसुआ को कहउचंती उठ। जुनस को कहउचंती उठ से आउ मृत सहभागितारे थिबा व्यक्ति को कहउचंती उठ। प्रिय माने आमको उठिबाको पड़िबो। परमेश्वर एही प्रकार निद्रा ठारू से आमको उठेबा पाई चाहुचंती। एही प्रकार निद्रा गोटे विश्वासी पाई कौनसी प्रकार भावरे भलो नाही। गोटे पद पढ़िबा आमाने विचारकर्ता पुस्तक यार 16 अध्यायर 19 पद
ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା। ଏହି ସ୍ଥାନରେ ଶମଶଙ୍କ ବିଷୟରେ ଲେଖାଯାଏ। ଶମଶନ ପ୍ରଭୁଙ୍କ ଦ୍ୱାରା ଜଣେ ଅଭିଷିକ୍ତ ବ୍ୟକ୍ତି, ସେ ଜଣେ ବିଚାରକର୍ତ୍ତା ଅଟନ୍ତି। ପ୍ରଭୁ ତାଙ୍କୁ ଇସ୍ରାଏଲର ବିଚାର କରିବା ନିମନ୍ତେ, ରକ୍ଷା କରିବା ନିମନ୍ତେ ତାଙ୍କୁ ବାଛିଥିଲେ। ମାତ୍ର ଶମଶନ ଯାଇ ଦଲିଲାର କୋଳରେ ଶୋଉଛି। ସେହି କୋଳରେ ସେ ନିଦ୍ରା ଯାଉଛି। ସେହି ଦଲିଲା ଲୋକ ଡକେଇ ଶମଶଙ୍କର ମସ୍ତକକୁ ସେ କ୍ଷର କରିଛି। ଆଉ ଶମଶଙ୍କର ମସ୍ତକ କ୍ଷର କରିବାରୁ ଅଭିଷେକ ଚାଲି ଯାଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ପ୍ରଭୁଙ୍କ ଦାସମାନେ, ଦଲିଲାର କୋଳରୁ ଉଠିବାର ସମୟ। ଦଲିଲା କୋଳ ଗୋଟିଏ ଅଭିଷିକ୍ତ ଭବିଷ୍ୟତ ବକ୍ତାଙ୍କର ସମାଧି ସ୍ଥଳ ଅଟେ। ଆଉ ସେହି ପ୍ରକାର ସମାଧି ସ୍ଥଳରୁ ଆମକୁ ଉଠିବାକୁ ପଡ଼ିବ। ସେହି ସ୍ଥାନରେ ଶମଶନ ଆପଣା ଅଭିଷେକ ହରାଇଲେ, ଆପଣା ଚକ୍ଷୁ ହରାଇଲେ, ଆପଣା ସ୍ୱାଧୀନତା ହରାଇଲେ, ଆପଣା ଗୌରବକୁ ହରାଇଲେ। ବିନାଶର ନିଦ୍ରା ଏଟାକୁ କୁହାଯାଏ। ସେହି ସ୍ଥାନରେ ଶମଶନକୁ ବିନାଶ କରାଗଲା। ତାଙ୍କର ଅଭିଷେକକୁ ହରଣ କରାଗଲା, ତାଙ୍କର ଚକ୍ଷୁକୁ ଉପାଡ଼ ଗଲା, ତାଙ୍କୁ ଅପମାନିତ କରାଗଲା, କାରାଗାରରେ ଯାଇ ନିକ୍ଷେପ କରାଗଲା, ତାଙ୍କୁ କୌତୁକ କରାଗଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, କହିବା ପାଇଁ ଚାହେଁ, ଏହି ପ୍ରକାର ନିଦ୍ରା ଗୋଟେ ବିଶ୍ୱାସୀ କେବେ ହେଲେ ମଧ୍ୟ କରିବା କଥା ନୁହେଁ। ଏହା ହେଉଛି ମୃତ୍ୟୁର ନିଦ୍ରା, ବିନାଶର ନିଦ୍ରା। କାରଣ ୟୁଥୁକ ମଧ୍ୟ ସେ ମଣ୍ଡଳୀରେ ଶୋଉଛି। ଯେଉଁମାନେ ମଣ୍ଡଳୀରେ ଶୋଉଛନ୍ତି, କହିବା ପାଇଁ ଚାହେଁ, ଯେଉଁମାନେ ମଣ୍ଡଳୀରେ ବିଶ୍ରାମ ସ୍ଥାନରେ ସେହି ଜାଗାରେ ଶୋଇ ପଡ଼ୁଛନ୍ତି, ୟୁଥୁକ ତଳେ ପଡ଼ିଗଲା, ତଳକୁ ପଡ଼ିଯିବାର ନିଦ୍ରା। ଆମକୁ ଏହି ପ୍ରକାର ନିଦ୍ରା ଠାରୁ ଆମମାନଙ୍କୁ ସାବଧାନ ହେବାର ଅଛି। ପରମେଶ୍ୱର ଆମକୁ ପ୍ରେମ କରୁଛନ୍ତି। ପ୍ରିୟମାନେ, କେଉଁ ଜାଗାରେ ଶୋଇବା କଥା, କେଉଁ ଜାଗାରେ ଶୋଇବା କଥା ନୁହେଁ, କେଉଁ ଜାଗାରେ ନିଦ୍ରା ଯିବା କଥା, କେଉଁ ଜାଗାରେ ନିଦ୍ରା ଯିବା କଥା ନୁହେଁ, ସେ ବିଷୟରେ ସେ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ ସେ କହୁଛନ୍ତି। ଶେଷରେ ଗୋଟେ ପଦ ଆପଣମାନଙ୍କୁ ପଢ଼ିବା ପାଇଁ ଚାହେଁ, ଯାହାକି ଆମମାନେ ପଢ଼ିବା 1 ଥେସଲୋନିକୀୟ 4:13 ପଦ। ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥିନିମନ୍ତେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। ପ୍ରିୟମାନେ, ଆଉ ଗୋଟେ ହେଲା ମହାନିଦ୍ରା, ଯାହାକୁ କି ଦୁନିଆ ଲୋକ କହୁଛନ୍ତି ଯେ ମରିଗଲେ। ମାତ୍ର ବାଇବଲ ଯେଉଁମାନେ ମରିଯାଉଛନ୍ତି, ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କୁ ମରିଗଲେ ଏ ପ୍ରକାର କହୁନାହାନ୍ତି। ତାଙ୍କୁ କୁହାଯାଏ ମହାନିଦ୍ରା ପ୍ରାପ୍ତ। ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମୃତ୍ୟୁବରଣ କରିଛନ୍ତି, ସେମାନେ ମହାନିଦ୍ରା ପ୍ରାପ୍ତ ଅଟନ୍ତି। ଦିନେ ପରମେଶ୍ୱର ସେମାନଙ୍କୁ ଉଠେଇବେ। ଆମମାନଙ୍କର ଏହି ବିଚ୍ଛେଦ ଅଳ୍ପ ଦିନ ପାଇଁ ଅଟେ। ଏଇଟା ସେ ଥେସଲୋନିକୀୟ ମଣ୍ଡଳୀ କହୁଛନ୍ତି। ଭରସାହୀନ ଲୋକମାନଙ୍କ ପରି ଆମମାନେ ଭରସାହୀନ ନ ହେଉ। କାରଣ ଆମେ ଯେଉଁ ଆତ୍ମୀୟମାନଙ୍କୁ ଆମେ ହରେଇଛୁ, ସେମାନଙ୍କୁ ଅନନ୍ତକାଳ ନିମନ୍ତେ ହରେଇ ନାହୁଁ। ସେମାନଙ୍କୁ ଆମେ ପାଇବା। ପରମେଶ୍ୱର ସେମାନଙ୍କୁ ମହାନିଦ୍ରା ଦେଇଛନ୍ତି। ଯଦି ଆମ ପରିବାରରେ ଆମ ବାପା ଶୋଇଛନ୍ତି, ମା ଶୋଇଛନ୍ତି, ଭାଇ ଶୋଇଛନ୍ତି, ଆମେ କାନ୍ଦିବୁ ନାହିଁ। ଶୋଇଛନ୍ତି, ସେମାନେ ଉଠିବେ। ଦୁନିଆ ଲୋକମାନଙ୍କୁ ସେସବୁ ବିଷୟ ଜଣା ନାହିଁ। ସେମାନେ ଭରସାହୀନ। ଯଦି କେହି ମୃତ୍ୟୁବରଣ କରନ୍ତି, ଛାଟି ପିଟି ହେଇଯାଆନ୍ତି, ଦୁଃଖରେ ଭାଙ୍ଗି ପଡ଼ନ୍ତି ସେମାନେ। ଆମେ ମଧ୍ୟ କାନ୍ଦୁ, ମାତ୍ର ଆମର ଲୁହ ଭରସାହୀନର ଲୁହ ନାହିଁ। ଆମମାନଙ୍କ ଛାଟିପିଟି ହେବାଟା ଗୋଟେ ଭରସାହୀନ ଲୋକ ପରି ଆମେ ଛାଟିପିଟି ନ ହେଉ। ପ୍ରିୟମାନେ, ପ୍ରଭୁ ଆସି ଆମମାନଙ୍କୁ ଅତି ସୁନ୍ଦର ଭାବରେ, ସ୍ପଷ୍ଟ ଭାବରେ ବାଇବଲର ବା ବିଶ୍ୱାସୀମାନଙ୍କର ଅନେକ ନିଦ୍ରା ବିଷୟରେ କୁହାଯାଉଛି। ଗୋଟେ ଭରସା ଯୋଗ୍ୟ ନିଦ୍ରା, ଶାରୀରିକ ବିଶ୍ରାମର ନିଦ୍ରା, ଅଳସୁଆର ନିଦ୍ରା, ଆତ୍ମିକ ନିଦ୍ରା, ବିଭିନ୍ନ ପ୍ରକାର ନିଦ୍ରା ଗୁଡ଼ିକ ଆମେ ଦେଖୁଛୁ। ଆମେ ସେ ସବୁ ନିଦ୍ରା ଗୁଡ଼ିକକୁ ଆମେ ବୁଝିବା, ଆଉ ଆମମାନେ ପ୍ରଭୁଙ୍କୁ ଗୌରବ କରିବା, ମହିମା କରିବା। ପ୍ରିୟମାନେ, ସେ ଆମକୁ ନିଦ୍ରା ଦିଅନ୍ତି। ଅନେକ ସମୟରେ ସେ ଆମକୁ ନିଦ୍ରାରୁ ଉଠାନ୍ତି। ଆମର ପରମେଶ୍ୱର, ନିଦ ଦେବା ପରମେଶ୍ୱର, ନିଦ୍ରାରୁ ଉଠେଇବା ପରମେଶ୍ୱର। ଆସନ୍ତୁ ପ୍ରଭୁଙ୍କୁ ଗୌରବ ଦେବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମର ପବିତ୍ର ବାକ୍ୟ ତୁମେ ଦେଇଛ, ଆଉ ପବିତ୍ର ବାକ୍ୟ ଦ୍ୱାରା ସବୁ ସମୟରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ଆଜି ମଧ୍ୟ ତୁମର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ ଅତି ସ୍ପଷ୍ଟ ଭାବରେ କଥାବାର୍ତ୍ତା ହେଇଛ। ପ୍ରଭୁ, କେଉଁ ଜାଗାରେ ଶୋଇବା କଥା, କେଉଁ ଜାଗାରେ ଶୋଇବା କଥା ନୁହେଁ, ଆମମାନଙ୍କୁ ଜଣେଇଛ। ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ଯଦି ସୁଯୋଗ ଦିଅନ୍ତି, ଆସ୍ତେ ସମୟ ପୁନର୍ବାର ଆମେ ଏହି ପ୍ରକାର ଶିକ୍ଷା ଦ୍ୱାରା ଆଗକୁ ବଢ଼ିବା। ଗଡ୍ ବ୍ଲେସ୍ ୟୁ।